श्रोता बंधु नमस्कार। आज आपणक पई रहिछि एक आलोचना कार्यक्रम ଯେଉଁଥିରେ ଆମେ ଆଜି ସେହି ସ୍ୱରକୁ ସ୍ମରଣ କରିବା ଯାହା ଦିନେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶ ପ୍ରେମର ଅଗ୍ନି ଓ ଜାତୀୟ ଚେତନାକୁ ଜାଗ୍ରତ କରିଥିଲା ଆଉ ନୂତନ ଶକ୍ତି ଭରି ଦେଇଥିଲା। ହଁ, ମୁଁ କହୁଛି ଆମ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ କଥା। ଏହା ଏକ ଗୀତ ନୁହେଁ, ଏହା ଆମ ମାତୃଭୂମି ପ୍ରତି ନମନ, ଆଦର ଆଉ ଭକ୍ତିର ଆବେଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିର ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରାର ମଧ୍ୟ ଉନ୍ମୋଚନ କରିଛନ୍ତି। ବନ୍ଦେ ମାତରମ୍ ଏକ ଉତ୍ସାହଜନକ ଆହ୍ୱାନ ଯାହା ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିଛି ଏବଂ ସମଗ୍ର ଦେଶରେ ଦେଶ ପ୍ରେମର ଭାବନା ଜାଗ୍ରତ କରିଛି। 1875 ମସିହାରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ କଲମରୁ ଜନ୍ମ ନେଇଥିବା ଏହି ଅମର ସୃଜନ ସେତେବେଳେ ଭାରତୀୟ ମନମାନସକୁ ଜାଗୃତ କରି ରଖିଥିଲା। ଆଜି 150 ବର୍ଷ ପରେ ମଧ୍ୟ ସେହି ଭାବନା ଆମ ହୃଦୟରେ ସମାନ ଭାବରେ ଗୁଞ୍ଜରିତ ହେଉଛି। ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ଏକ ଆନ୍ଦୋଳନର ସ୍ୱର ଥିଲା। ଆଜି ସେହି ସ୍ୱର ସମ୍ପର୍କରେ ଆଲୋଚନା ପାଇଁ ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପ୍ରଫେସର ନେତାଜୀ ଅଭିନନ୍ଦନ। ସାର୍ ନମସ୍କାର, ଆପଣଙ୍କୁ ଆଲୋଚନାକୁ ସ୍ୱାଗତ। ନମସ୍କାର ସାର୍, ମୋର ଆପଣଙ୍କୁ ପ୍ରଥମ ପ୍ରଶ୍ନ ରହିବ, ବନ୍ଦେ ମାତରମ୍ ଏହି ଦୁଇ ଶବ୍ଦର ଯୁଗଳବନ୍ଦୀ ଆପଣଙ୍କ ପାଇଁ କଣ ଅର୍ଥ ବହନ କରେ? ଆପଣ ଯାହା ପ୍ରଥମରେ କହିଲେ ବନ୍ଦେ ମାତରମ୍ କେବଳ ଦୁଇଟି ଶବ୍ଦ ନୁହେଁ, ଏଇଟା ଥିଲା ଭାରତୀୟ ଜାତିର ପ୍ରାଣ ସ୍ପନ୍ଦନ। ଏଇ ଶବ୍ଦରେ ନିହିତ ଥିଲା। ସେଥିପାଇଁ ଯୋଉ ବଙ୍କିମ ଲେଖିଥିଲେ ଯେ ଭାରତ କେବଳ ଗୋଟେ ଭୌଗୋଳିକ ରାଷ୍ଟ୍ର ନୁହଁ କି ଭୌଗୋଳିକ ଭୂଖଣ୍ଡ ନୁହଁ, ଏଇଟା ଗୋଟେ ପ୍ରାଣ କେନ୍ଦ୍ର, ଗୋଟେ ସାମୂହିକ ଆତ୍ମକୈନ୍ଦ୍ରିକ ଗୋଟେ ଚେତନାର ଗୋଟେ ଅଂଶ ବିଶେଷ। ମାଟି କେବଳ ମାଟି ନୁହେଁ, ଭୂମି କେବଳ ସମ୍ପତ୍ତି ନୁହେଁ, ଭାରତ ହଉଛି ଗୋଟେ ଜୀବନ, ଭାରତ ହଉଛି ଗୋଟେ ପ୍ରାଣ, ଭାରତ ହଉଛି ଗୋଟେ ମା। ତେଣୁ ବନ୍ଦେ ମାତରମ୍ ଏଭଳି ଏକ ଶବ୍ଦ ଥିଲା ଯାହା ମାଟି ସହିତ ଭାରତୀୟ ମାନଙ୍କର ଚେତନାକୁ ଏକୀଭୂତ କରିଥିଲା ଏବଂ କେବଳ ଚେତନାକୁ ଏକୀଭୂତ କରିଥିଲା ତା ନୁହେଁ, ଗୋଟେ ନିଜର ସ୍ୱାଧୀନତା ପାଇଁ, ନିଜର ପରିଚୟ ପାଇଁ, ନିଜର ଆତ୍ମଗୌରବ ପାଇଁ ସମସ୍ତଙ୍କୁ ଗୋଟିଏ ସ୍ତରରେ ତାଙ୍କୁ ପ୍ରଚୋଦିତ କରିଥିଲା, ପ୍ରେରଣା ଦେଇଥିଲା। ସାର୍, ଏଇ ଯୋଉ ସଙ୍ଗୀତର ପୃଷ୍ଠଭୂମି ବା ଆମେ ଯଦି କହିବା କେଉଁ ପରିସ୍ଥିତିରେ ଏହାର ରଚନା ହେଇଥିଲା, କିପରି ହୋଇଥିଲା ଆଉ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଭୂମିକା କଣ ଥିଲା, ସେ ବିଷୟରେ କିଛି ଆମ ଶ୍ରୋତା ବନ୍ଧୁକୁ କୁହନ୍ତୁ। ନିଶ୍ଚିତ ଭାବରେ ଯେତେବେଳେ ବଙ୍କିମ ଚନ୍ଦ୍ର ଆନନ୍ଦମଠ ଉପନ୍ୟାସ ଲେଖିଲେ, ସେ ଆନନ୍ଦମଠ ଉପନ୍ୟାସରେ ସେ ବନ୍ଦେ ମାତରମ୍ ର ପ୍ରଥମ ଥର ପାଇଁ ଲେଖିଥିଲେ ଏବଂ ଆନନ୍ଦମଠ ଉପନ୍ୟାସରେ ସେ ଭାରତକୁ ଗୋଟେ ମା ରୂପରେ ଚିତ୍ରଣ କରିଥିଲେ। ଯାହା ମୁଁ କହୁଥିଲି ଯେ ଭାରତ କେବଳ ଗୋଟେ ଭୌଗୋଳିକ ଭୂଖଣ୍ଡ ମାତ୍ର ନୁହେଁ, ଭାରତ ହଉଛି ଗୋଟେ ପ୍ରାଣକେନ୍ଦ୍ର, ଭାରତ ଗୋଟେ ଆଧ୍ୟାତ୍ମିକ ଚେତନାର ଉତ୍ସ ଏବଂ ସେଇ ଢଙ୍ଗରେ ଭାରତ ହଉଛି ଜାତି, ଧର୍ମ, ବର୍ଣ୍ଣ ସବୁ ନିର୍ବିଶେଷରେ ସମସ୍ତଙ୍କର ମା। ତେଣୁ ଯେତେବେଳେ ବ୍ରିଟିଶ ଶାସନ ଭାରତୀୟ ମାନଙ୍କୁ କରୁଥିଲା ଯେ ତମେ ମାନେ ଅପୂର୍ଣ୍ଣ, ତମେ ମାନେ ସଭ୍ୟତା ରହିତ, ତମେ ମାନଙ୍କ ଭିତରେ ଚେତନା ନାହିଁ, ତମ ମାନଙ୍କ ଭିତରେ ସଂସ୍କୃତି ନାହିଁ, ତୁମେ ମାନେ ବର୍ବର, ଆମେ ବର୍ବର ମାନଙ୍କୁ ସ୍ୱାଧୀନ କରିବାକୁ ଏ ଦେଶକୁ ଆସିଛୁ। ତେଣୁ ପ୍ରଥମ ଥର ପାଇଁ ବଙ୍କିମ ଚନ୍ଦ୍ର ନିଜ ଆନନ୍ଦ ମଠରେ ବନ୍ଦେ ମାତରମ୍ ଯୋଉ ଲେଖିଲେ ଏବଂ ଭାରତକୁ ଗୋଟେ ମାତା ରୂପରେ ଚିତ୍ରଣ କଲେ, ସେଥିପାଇଁ ସେ କହିଲେ ଆମର ନିଜର ଗର୍ବ ରହିଛି, ଆମର ଗୌରବ ଅଛି, ଆମର ଐତିହ୍ୟ ଅଛି, ଆମର ପରମ୍ପରା ରହିଛି, ଆମର ନିଜର ଗୋଟେ ସ୍ୱୟଂ ସମ୍ପୂର୍ଣ୍ଣ ଇତିହାସ ରହିଛି, ଆମର ଗୋଟେ ନିଜର ପରିଚୟ ରହିଛି। ଆମେ କେବଳ ଗୋଟେ ରେଖାଙ୍କିତ ଭୌଗୋଳିକ ମାନଚିତ୍ର କେବଳ ମାତ୍ର ନୁହେଁ, ଭାରତ ହଉଛି ହଜାର ହଜାର ବର୍ଷର ବହୁ ମୁନି ଋଷି ମାନଙ୍କର ଦ୍ଵାରା ଆହୁତ ଗୋଟେ ଅଦ୍ଭୁତପୂର୍ବ ଜୀବନ୍ତ ଶିଳାଗ୍ରାମ। ଆଜ୍ଞା। ତେଣୁ ସେଇ କଥାଟିକୁ ବଙ୍କିମ ଚନ୍ଦ୍ର ପ୍ରଥମ ଥର ପାଇଁ ଭାରତୀୟ ମାନଙ୍କ ହୃଦୟରେ ଅନୁରଣିତ କରେଇଲେ ଯେ ବନ୍ଦେ ମାତରମ୍, ନିଜ ମାକୁ ପ୍ରଣାମ କର, ନିଜକୁ ପ୍ରଣାମ କର, ନିଜ ପରିଚୟ ପ୍ରତି ନିଶ୍ଚିତ ଭାବରେ ନିଷ୍ଠାବାନ ହୁଅ ଏବଂ ନିଜ ପରିଚୟ ପ୍ରତି ତା ଆଗରେ ନତମସ୍ତକ ହୁଅ। ଏ ଭାରତ କେବଳ ତୁମର ଗୋଟିଏ ଦେଶ ନୁହେଁ, ଏ ଭାରତ ତୁମର ପରିଚୟ, ଏ ଭାରତ ତୁମର ପରମ୍ପରା, ଏ ଭାରତ ତୁମର ଐତିହ୍ୟ, ଏ ଭାରତ ତୁମର ଗୌରବ, ଏ ଭାରତ ତୁମର ସବୁ କିଛି। ଯେ ଆମେ ନିଜ ମାକୁ ଯେମିତି ପୂଜା କରୁ, ସେମିତି ଭାରତକୁ ମଧ୍ୟ ଆମେ ସେଇଭଳି ଭାବରେ ପୂଜା କରିବାର ଆବଶ୍ୟକତା ରହିଛି।
ଆଜ୍ଞା ସାର୍, ଆପଣ ଯେମିତି କହୁଥିଲେ କି ଆମ ନିଜ ଦେଶର ଗୋଟେ ସ୍ୱତନ୍ତ୍ର ଐତିହ୍ୟ ରହିଛି, କଳା ସଂସ୍କୃତି ରହିଛି ଏବଂ ଏ ଗୀତ ଯେତେବେଳେ ଲେଖାଯାଇଥିଲା ବଙ୍କିମଚନ୍ଦ୍ର ଚାଟାର୍ଜୀ କହିଥିଲେ କି ଭାରତକୁ ଆମର ମା ଭାବରେ ଆମେ ପୂଜା କରିବା ଦରକାର। ତ 1875 ମସିହାରେ ଯେତେବେଳେ ଏ ଗୀତ ଲେଖାଗଲା ସେତେବେଳେ ଭାରତର ସାମାଜିକ ଆଉ ରାଜନୈତିକ ପରିସ୍ଥିତି କେମିତି ଥିଲା ସେ ବିଷୟରେ କିଛି ଟିକେ କୁହନ୍ତୁ। ନିଶ୍ଚିତ ଭାବରେ ଗୋଟେ ଆମେ ଗୋଟେ ବିଭିନ୍ନ ଭାବରେ ଗୋଟେ ଦମିତ ହେଇକି ରହିଥିଲୁ। ଯେମିତି ଲାଗୁଥିଲା ଯେ ବ୍ରିଟିଶ ମାନେ ଆସିକି ଆମକୁ ଆମର ପରିଚୟ ଦେଇଛନ୍ତି, ଆମର କିଛି ନିଜସ୍ୱ ପରିଚୟ ନାହିଁ, ଆମର କୌଣସି ସଂସ୍କୃତି ନାହିଁ, ଆମର କୌଣସି ପରମ୍ପରା ନାହିଁ। କିନ୍ତୁ ଯେତେବେଳେ 1875 ବନ୍ଦେ ମାତରମ୍ ଲେଖାଗଲା ସେତେବେଳେ ଗୋଟେ ନୂଆ ଚେତନା ଜାଗ୍ରତ ହେଲା ଯେ ଏଇ ମାଟି ଆମର, ହୁଁ ହୁଁ ଏ ମାଟିର ଆମେ ସନ୍ତାନ। ଏବଂ ସବୁ ସ୍ଥାନରେ ବନ୍ଦେ ମାତରମ୍ ଲେଖା ହେଲା ପରେ ଗଳି କନ୍ଦି, ସହର ବଜାର, ସ୍କୁଲ, କଳକାରଖାନା ସବୁ ଜାଗାରେ ଏଇ ଗୀତଟି ଗୋଟେ ଗୁଞ୍ଜରିତ ହେଲା ହୁଁ ଯେ ନାଇଁ, ଭାରତ କେବଳ ବ୍ରିଟିଶ ମାନଙ୍କ ଦ୍ଵାରା ସୃଷ୍ଟ ଗୋଟେ ଭୌଗୋଳିକ ପରିଚୟ ମାତ୍ର ନୁହଁ, ଏହାର ନିଜସ୍ୱ ଆତ୍ମା ରହିଛି। ଏଇ ଆତ୍ମାଟି ବଡ କଥା। ଭାରତୀୟତା କହିଲେ ଗୋଟେ ଆତ୍ମା। ଯଦି ପୃଥିବୀର ଏମିତି କୌଣସି ଧର୍ମ ନାହିଁ ଯାହା ଭାରତରେ ନାହିଁ। 1500ରୁ ଅଧିକ ଭାଷା ଭାରତରେ କୁହାଯାଏ। ଏମିତି କୌଣସି ଜାତି ନାହିଁ ଯାହା ଭାରତରେ ନାହିଁ। ତେଣୁ ସବୁ ବର୍ଣ୍ଣ, ସବୁ ଜାତି, ସବୁ ଧର୍ମ, ସବୁ ଭାଷା, ସବୁ ପରିଚୟକୁ ଏକାଠି କରି ଏଇ ଯୋଉ ଗୋଟେ ନୂଆ ପରିଚୟ, ସେଟା ହଉଛି ଭାରତୀୟତାର ପରିଚୟ। ସେଇ ଯୋଉ ପରିଚୟ ସୃଷ୍ଟି କରିବାରେ ବନ୍ଦେ ମାତରମ୍ର ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଭୂମିକାକୁ ଅସ୍ୱୀକାର କରିହବ ନାହିଁ। ଏବଂ ସାଂସ୍କୃତିକ ଚେତନା କ୍ଷେତ୍ରରେ ଯେତେବେଳେ ଆମେ ଗୋଟେ ପ୍ରକାର ପରିଚୟ ସଙ୍କଟ ଦେଇ ଗତି କରୁଥିଲୁ, ହୁଁ ଯେତେବେଳେ ବ୍ରିଟିଶ ମାନେ କହୁଥିଲେ ଯେ ତମ ମାନଙ୍କ ପାଖରେ କିଛି ନାହିଁ, ତମେ ମାନେ ସଂସ୍କୃତି ବିବର୍ଜିତ, ତମେ ମାନେ ସଭ୍ୟତା ବିବର୍ଜିତ, ତମ ମାନଙ୍କର ନିଜସ୍ୱ କୌଣସି ପରିଚୟ ନାହିଁ, ସେ ସମୟରେ ବନ୍ଦେ ମାତରମ୍ ଏଇ ଯୋଡିଏ ଶବ୍ଦ ଏବଂ ବନ୍ଦେ ମାତରମ୍ ସଙ୍ଗୀତ ଭାରତୀୟଙ୍କ ଭିତରେ ଗୋଟେ ନୂଆ ଉନ୍ମାଦନା ସୃଷ୍ଟି କଲା, ଗୋଟେ ନୂଆ ଉଚ୍ଛ୍ୱାସ ସୃଷ୍ଟି କଲା। ଏବଂ ସେଇ ନୂଆ ଉଚ୍ଛ୍ୱାସ, ନୂଆ ଉନ୍ମାଦନା ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଭାରତୀୟ ଆନ୍ଦୋଳନକୁ ଗୋଟେ ନୂଆ ରୂପ ମଧ୍ୟ ପ୍ରଦାନ କଲା। ଆଜ୍ଞା ସାର୍, ସାର୍ ଯେମିତି ଆପଣ କହୁଛନ୍ତି କି ବନ୍ଦେ ମାତରମ୍ କେବଳ ଏକ ଦେଶପ୍ରେମ ଗୀତ ନଥିଲା, ଏହା ଏକ ଦାର୍ଶନିକ ଧାରଣା ମଧ୍ୟ। ତେବେ ବ୍ରିଟିଶ ମାନେ ଆମକୁ ଦୀର୍ଘ 200 ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଧରି ଆମକୁ ଶାସନ କରିଥିଲେ। ଆଉ ସେଇ ସମୟରେ ସେ ପରିସ୍ଥିତି ବର୍ତ୍ତମାନ ବର୍ଣ୍ଣନା କରିବା ମଧ୍ୟ ବାହୁଲ୍ୟ ହେବ। ତେବେ ବନ୍ଦେ ମାତରମ୍ ଗୀତ ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଯୋଉ ଆତ୍ମା ହେଲା, ଆପଣ ଆକୁ କେମିତି ବ୍ୟାଖ୍ୟା କରିବେ? ପ୍ରଥମେ 1896ରେ କଲିକତାରେ ଯେତେବେଳେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ବନ୍ଦେ ମାତରମ୍କୁ ସ୍ୱର ଦେଇକି ଗୀତ ଗାଇଲେ, ସେତେବେଳେ ଗୋଟେ ନୂଆ ଉନ୍ମାଦନା ସୃଷ୍ଟି ହେଲା। ଏବଂ ତା ପରବର୍ତ୍ତୀ ସମୟରେ ସବୁ କ୍ଷେତ୍ରରେ, ସବୁ ସ୍ଥାନରେ, ଯେତେବେଳେ 1905ରେ ବଙ୍ଗଭଙ୍ଗ ଆନ୍ଦୋଳନ, ବଙ୍ଗଭଙ୍ଗ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହେଲା, ପ୍ରଥମ ନୂଆ ସ୍ୱଦେଶୀ ଆନ୍ଦୋଳନ ବଙ୍ଗଳାରେ ଆରମ୍ଭ ହେଲା, ସେତେବେଳେ ସ୍କୁଲ ଗେଟ୍ ଠାରୁ ଆରମ୍ଭ କରି ବଜାର, ରାସ୍ତା ଘାଟ, ସଭା ମଞ୍ଚ, ସବୁଠି ଲୋକମାନେ ଏକତ୍ରିତ ହେଇକି ଗୋଟିଏ କଥା କହିଲେ, ବନ୍ଦେ ମାତରମ୍, ବନ୍ଦେ ମାତରମ୍। ବ୍ରିଟିଶ ଶାସନ ଏଇ ଗୀତକୁ ବନ୍ଦ କରିଦେଲା। କାରଣ ସେତେବେଳେ ବ୍ରିଟିଶ ମାନେ ବୁଝିଲେ ଯେ ଏଇ ଗୀତଟା କେବଳ ଗୀତ ମାତ୍ର ନୁହଁ, ଯୋଉଟା ଆପଣ କହୁଥିଲେ, ଆଜ୍ଞା ଏଇଟା ଗୋଟେ ଗୀତ ନୁହଁ, ଏଇଟା ଗୋଟେ ଜନ ଆନ୍ଦୋଳନ। ଆଜ୍ଞା ତେଣୁ ଜେଲ ଭିତରେ ଯୋଉମାନେ ବନ୍ଦୀ ହେଇକି ଥିଲେ, ସେମାନେ ପରସ୍ପରକୁ କହୁଥିଲେ ଭାଇ ହାରିବୁନି, ଏଇ ଗୀତ ଗା, ଶକ୍ତି ଫେରି ଆସିବ। ଏବଂ ସେମାନେ କହୁଥିଲେ, ସମସ୍ତେ ପରସ୍ପରକୁ କହୁଥିଲେ ବନ୍ଦେ ମାତରମ୍। ଯେମିତି ଆମେ ପରସ୍ପରକୁ ଏବେ ଦେଖା ହେଲେ କହୁଛୁ ନମସ୍କାର, ସେତେବେଳେ ସମସ୍ତେ ପରସ୍ପରକୁ ଦେଖିଲେ କହୁଥିଲେ ବନ୍ଦେ ମାତରମ୍, ବନ୍ଦେ ମାତରମ୍। କିଛି ସ୍ୱାଧୀନତା ସଂଗ୍ରାମୀର ଯୋଦ୍ଧାଙ୍କ ପାଇଁ ଥିଲା ଏହା ଗୋଟେ ଶେଷ ମନ୍ତ୍ର। ଯେତେବେଳେ ହସି ହସି ଫାଶୀ ଖୁଣ୍ଟରେ ଝୁଲିବାକୁ ଗଲାବେଳେ ସେମାନେ ହସି ହସି ଗାଉଥିଲେ ବନ୍ଦେ ମାତରମ୍। ତେଣୁ ଏଇ ବନ୍ଦେ ମାତରମ୍ ଗୋଟେ ଅଦ୍ଭୁତ ଭାବରେ ଗୋଟେ କଣ କୁହାଯିବ, ଗୋଟେ ଯାଦୁକରୀ ଶକ୍ତି ଥିଲା ଏଇ ଦୁଇଟି ଶବ୍ଦର। ଏଇ ଗୀତର ଗୋଟେ ଯାଦୁକରୀ ଶକ୍ତି ଥିଲା। ଏଇ ଗୀତର ସ୍ପର୍ଶ ମାତ୍ରକେ ସବୁ ଭାରତୀୟ ଗୋଟେ ବିଦ୍ରୋହୀ, ଗୋଟେ ଯୋଦ୍ଧାରେ ପରିଣତ ହଉଥିଲା। ଏବଂ କେବଳ ଭାରତ ପାଇଁ ନୁହେଁ, ବ୍ରିଟିଶ ବିରୁଦ୍ଧରେ ନୁହଁ, ନିଜର ପରିଚୟ ପାଇବା ପାଇଁ, ନିଜ ସହିତ ପରସ୍ପରକୁ ଯୋଡିବା ପାଇଁ ଏଇଟା ଗୋଟେ ସବୁଠୁ ବଡ ଶକ୍ତି ଥିଲା ଏବଂ ସବୁଠୁ ବଡ ଅସ୍ତ୍ର ଥିଲା। ମୁଁ ଭାବୁଛି ଅହିଂସା ଆନ୍ଦୋଳନରେ ଯଦି କୌଣସି ଗୋଟିଏ ଗୀତ ସାରା ଭାରତୀୟ ମାନଙ୍କୁ ଏକାଠି ଯୋଡିବାରେ ସାହାଯ୍ୟ କରିଥିଲା ଏବଂ ସବୁଠୁ ବଡ
ଅହିଂସାସ୍ତ୍ର ଭାବରେ କାର୍ଯ୍ୟ କରୁଥିଲା, ସେଇଟା ହଉଛି ବନ୍ଦେ ମାତରମ୍। ଆଜ୍ଞା ସାର୍, ବନ୍ଦେ ମାତରମ୍ ସଙ୍ଗୀତ 150 ବର୍ଷ ପୂର୍ତ୍ତି ପୂରଣ କଲା। ଆଜି ବି ଏହି ଗୀତକୁ ସମାନ ଉତ୍ସାହ ଓ ଗର୍ବର ସହିତ ଗାୟନ କରାଯାଉଛି। ଏହାର ଅମରତାର ରହସ୍ୟ କ'ଣ, ସେ ବିଷୟରେ କିଛି ଆମ ଶ୍ରୋତାବନ୍ଧୁକୁ କୁହନ୍ତୁ। ମାକୁ କେବେ କେହି ହେଲେ ଭୁଲେ ନାହିଁ। ଆଜ୍ଞା ଯେତେ ବର୍ଷ ବିତି ଯାଉ ନା କାହିଁକି, ଆମେ କେହି କେବେ ଭୁଲିବା ନାହିଁ ଯେ ଏଇ ଦେଶରେ ଆମର ଜନ୍ମ, ଏଇ ଦେଶ ଆମକୁ ପରିଚୟ ଦେଇଛି। ଏ ଦେଶ କେବଳ 100 ବର୍ଷ 200 ବର୍ଷର ଦେଶ ନୁହେଁ। ଏ ଦେଶ ହଉଛି 5000 10,000 ବର୍ଷର ଗୋଟେ ସଂସ୍କୃତି, 10,000 ବର୍ଷର ଗୋଟେ ଐତିହ୍ୟ। ଏଠି କେହି କେବଳ ଭୌଗୋଳିକ ସ୍ତରରେ ନିଜ ସହିତ ସୀମାବଦ୍ଧ ହେଇ ରହିନାହାନ୍ତି। ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ, ୟୁରୋପରେ ଯଦି ଆମେ ଜାତୀୟତାବାଦ କହିବା, ଯେତେବେଳେ ଗୋଟିଏ ଭାଷା ଗୋଟିଏ ଧର୍ମ କୁ ଧାରଣ କରୁଥିବା ଲୋକମାନେ ଏକାଠି ହୁଅନ୍ତି, ସେଟା କୁହାଯାଏ ଗୋଟେ ଜାତି, ଗୋଟେ ଦେଶ। ଆଜ୍ଞା କିନ୍ତୁ ଆମେ ଯଦି ଭାରତରେ ଦେଖିବା, ଏତେ ଜାତି, ଏତେ ଭାଷା, ଏତେ ଧର୍ମ, ଏତେ ବର୍ଣ୍ଣ, ଏତେ ବିବିଧତା, ଏତେ ପ୍ରକାର ଲୋକଚଳଣି, ଏତେ ପ୍ରକାର ସଂସ୍କୃତି, ତଥାପି ସମସ୍ତେ କେମିତି ଏକାଠି ରହିଛନ୍ତି? ଏଇଟା ହଉଛି ସବୁଠୁ ବଡ ପ୍ରଶ୍ନ। ତେଣୁ ଭାରତ ଗୋଟେ ଦେଶ ବୋଲି ମୁଁ ବିବେଚନା କରେନି। ଭାରତ ଦେଶ ମାନଙ୍କର ଦେଶ ବା ଗୋଟେ ମହାଦେଶ, ଗୋଟେ ମହା ଦେଶର ଗୋଟେ ଅପରୂପ ରୂପାନ୍ତର ହଉଛି ଭାରତ। ତେଣୁ ଯେତେବେଳେ ସମସ୍ତେ କହନ୍ତି ଯେ ଭାରତରେ କିଭଳି ଭାବରେ ସ୍ୱାଧୀନତା ବଜାୟ ରହିଛି, କିଭଳି ଭାବରେ ଭାରତ ଏତେ ସବୁ ପ୍ରକାର ବିଭିନ୍ନତା ସତ୍ତ୍ୱେ, ବିବିଧ ସତ୍ତ୍ୱେ ନିଜକୁ ଏକଜୁଟ ରଖିପାରିଛି, ସେଇ ପ୍ରଶ୍ନର ଉତ୍ତର ହଉଛି ବନ୍ଦେ ମାତରମ୍। ଆଜ୍ଞା ସେଇ ପ୍ରଶ୍ନର ଉତ୍ତର ହଉଛି ମହାଭାରତୀୟତା। ସେଇ ପ୍ରଶ୍ନର ଉତ୍ତର ହଉଛି ସାଂସ୍କୃତିକ ଚେତନା। ପ୍ରଶ୍ନର ଉତ୍ତର ହଉଛି ଯେ ଆମେ ସମସ୍ତେ ଗୋଟିଏ ପ୍ରାଣ ସୂତ୍ରରେ ବନ୍ଧା। ସେ ପ୍ରାଣସୂତ୍ର ହଉଛି ଆମ ସଂସ୍କୃତି, ଆଉ ସେ ସଂସ୍କୃତିର ଗୋଟେ ଅପରୂପ ଉଦ୍ଗୀରଣ ହଉଛି ବନ୍ଦେ ମାତରମ୍। ସେଇଥିପାଇଁ ଯେପର୍ଯ୍ୟନ୍ତ ଭାରତ ରହିଛି, ଯେପର୍ଯ୍ୟନ୍ତ ଭାରତୀୟତା ବଞ୍ଚି ରହିଛି, ଯେପର୍ଯ୍ୟନ୍ତ ଆମେ ଆମ ନିଜର ପରିଚୟକୁ ବଜାୟ ରଖିବାରେ ସକ୍ଷମ ହେଇଛୁ, ସେ ପର୍ଯ୍ୟନ୍ତ ବନ୍ଦେ ମାତରମ୍ ଗୋଟେ ଉଚ୍ଛ୍ୱାସ ଭାବରେ, ଗୋଟେ ଆବେଦନ ଭାବରେ, ଗୋଟେ ସ୍ଲୋଗାନ ଭାବରେ ବଞ୍ଚି ରହିବ। ସାର୍, ଆପଣ ମନେ କରନ୍ତି କି ବନ୍ଦେ ମାତରମ୍ର ସଂସ୍କୃତ ଶବ୍ଦ ଗୁଡ଼ିକ ଭାରତୀୟ ସାହିତ୍ୟ ଓ ଭକ୍ତି ପରମ୍ପରା ସମେତ ଏକ ଆଧ୍ୟାତ୍ମିକ ସୂତ୍ର ଗଠନ କରିଛି? ନିଶ୍ଚିତ ଭାବରେ ଏଠି କୌଣସି ଭାଷା ର କୌଣସି ମହତ୍ଵ ନାହିଁ, ଭାଷାର କୌଣସି ଗୁରୁତ୍ୱ ନାହିଁ। ସେ ସଂସ୍କୃତରେ ହଉ, ସେ ତାମିଲରେ ହଉ, ସେ ଓଡିଆରେ ହଉ କିମ୍ବା ତେଲୁଗୁରେ ହଉ, କିନ୍ତୁ ତାର ଗୋଟେ ଯୋଉ ସାଙ୍ଗୀତିକତା, ଯେ ଏଇ ହଉଛି ମୋ ମା, ଏଇ ମାର ହଉଛି ମୋ ସନ୍ତାନ, ସେଠି ଭାଷାର ରୂପରେ ନିଶ୍ଚିହ୍ନ ହେଇଯାଏ। ଭାଷାଟା ଜମା ଗୁରୁତ୍ୱପୂର୍ଣ୍ଣ ନୁହେଁ। କୌଣସି ସଙ୍ଗୀତର କିଛି ଭାଷା ନାହିଁ। ସଙ୍ଗୀତ ଯୋଉଟା ହୃଦୟକୁ ଛୁଏଁ, ତାର କୌଣସି ଭାଷା ନଥାଏ। ପ୍ରେମର କୌଣସି ଭାଷା ନାହିଁ, ସଙ୍ଗୀତର କୌଣସି ଭାଷା ନାହିଁ। ହୃଦୟକୁ ଛୁଇଁବାକୁ ହେଲେ କୌଣସି ଭାଷା ନାହିଁ। ନିଶ୍ଚିତ ଭାବରେ ସେଇ ସଂସ୍କୃତରେ ରଚିତ ବନ୍ଦେ ମାତରମ୍ରେ ନିଶ୍ଚିତ ଭାବରେ ଭାରତୀୟ ଆଧ୍ୟାତ୍ମିକତାର ମହାମନ୍ତ୍ର ନିହିତ ରହିଛି, ଲୁଚି ରହିଛି। କିନ୍ତୁ ସେ ସଂସ୍କୃତ ଭାଷାରେ ରଚିତ ନ ହୋଇ ବଙ୍ଗଳା ଭାଷା ରଚିତ ହଉ କିମ୍ବା ଓଡିଆ ଭାଷା ରଚିତ ହଉ, ତାର ମୂଳଟା ଯୋଉଟା ହଉଛି ଯେ ଏଇ ଗୋଟିଏ ମାର ଆମେ ସମସ୍ତେ ସନ୍ତାନ, ସେଇଟା ହଉଛି ସବୁଠୁ ବଡ କଥା। ସେଇଟା କୋଉଠି ନା କୋଉଠି ଆମର ଅସ୍ଥି ମଜ୍ଜାଗତ ହେଇସାରିଛି। ଯେତେବେଳେ ଆମ ଉପରକୁ ସଙ୍କଟ ଆସେ, ଯେତେବେଳେ ଆମ ଉପରକୁ ବିପଦ ଆସେ, ଯେତେବେଳେ ଭାରତୀୟତା ଉପରେ କେହି କୌଣସି ପ୍ରଶ୍ନ ଚିହ୍ନ ଉଠାଏ, ସେତେବେଳେ ଆମକୁ ବନ୍ଦେ ମାତରମ୍, ଯେ ଏଇ ମାର ମୁଁ ସନ୍ତାନ। ତେଣୁ ଏଠି ଭାଷାଟା ଗୁରୁତ୍ୱପୂର୍ଣ୍ଣ ନୁହଁ, ତା ଭାବଟା ଗୁରୁତ୍ୱପୂର୍ଣ୍ଣ। ଭାବକୁ ନେଇକି ଭାଷା। ତେଣୁ ବନ୍ଦେ ମାତରମ୍ର ଯୋଉ ଭାବ, ଯୋଉ ଅନ୍ତର୍ନିହିତ ଭାବ, ଯୋଉ ପ୍ରଚୋଦନା, ଯୋଉ ଚେତନାଗତ ଗୋଟେ ଐକ୍ୟ, ସେଇଟା ହଉଛି ଗୁରୁତ୍ୱପୂର୍ଣ୍ଣ। ଆଜ୍ଞା ସାର୍, ଆଜିର ଯୋଉ ଯୁବପିଢି ଅଛନ୍ତି, ଏଇ ଯୋଉ ବନ୍ଦେ ମାତରମ୍ ଭଳି ଦେଶାତ୍ମକ ସଙ୍ଗୀତ ଠାରୁ କଣ ଶିଖିପାରିବେ? ନା ଆପଣ ଭାବୁଛନ୍ତି କି ଏହାକୁ ଆମେ କିଛି ନୂତନ ଢଙ୍ଗରେ ସେମାନଙ୍କ ଆଗରେ ପୁନର୍ଜୀବନ ଦେବାର ଆବଶ୍ୟକ ରହିଛି କି? ବନ୍ଦେ ମାତରମ୍କୁ ନୂତନ ଢଙ୍ଗରେ A.R. ରେହମାନ ରୂପ ଦେଇ ସାରିଛନ୍ତି। ବହୁତ ସୁନ୍ଦର ଢଙ୍ଗରେ ସେ ତାକୁ ଗାଇଛନ୍ତି, ଗୋଟେ ନୂଆ ରୂପରେ, ନୂଆ ଢାଞ୍ଚାରେ ତାକୁ ଗାଇଛନ୍ତି ଏବଂ ସେଇଟା ମଧ୍ୟ ବହୁତ ଲୋକପ୍ରିୟ ହେଇଥିଲା। ତାକୁ ଯେତେ ନୂଆ ରୂପ ଦିଅନ୍ତୁ, ନୂଆ ଶବ୍ଦ ଦିଅନ୍ତୁ, ନୂଆ ସଙ୍ଗୀତ ଦିଅନ୍ତୁ, କିନ୍ତୁ ଯୋଉ ଅନ୍ତର୍ନିହିତ ଭାବଟା ସେଟା କେବେ ହେଲେ ଦୂରେଇ ଯିବ ନାହିଁ। ଯେ ତା ଭିତରର ଯୋଉ ଗୋଟେ ଗୋଟେ ଅନ୍ତର୍ସ୍ୱର, ଯୋଉ ଆମେ କହୁ ପ୍ରତି ସଙ୍ଗୀତର ଗୋଟେ ଅନ୍ତଃସ୍ୱର ରହିଛି। ବନ୍ଦେ ମାତରମ୍ର ଅନ୍ତଃସ୍ୱର ଆମକୁ ସ୍ମରଣ କରାଏ ଯେ ଭାରତ କେବଳ ଗୋଟେ ଭୂମି ନୁହେଁ, ସେ ହଉଛି ଗୋଟେ ଐତିହ୍ୟ।
ଭାରତ କେବଳ ଭୂମି ନୁହେଁ, ସେ ହଉଛି ଗୋଟେ ଭାଷା, ସାହିତ୍ୟ, ସଂସ୍କୃତି, ସ୍ୱପ୍ନ। ଭାରତ କେବଳ ମାତ୍ର ଗୋଟେ ଭୂମି ନୁହେଁ, ଭାରତ ହଉଛି ଗୋଟେ ଗର୍ବ। ଏବଂ ଭାରତ ଇତିହାସ ବି ନୁହେଁ, ଭାରତ ଭୂଗୋଳ ବି ନୁହେଁ। ଆଜ୍ଞା ଇତିହାସ ଭୂଗୋଳଠୁ ସେପାରେ ଭାରତ ଗୋଟେ ଅଭୂତପୂର୍ବ ଗୋଟେ ଅନ୍ତର୍ଚେତନା। ସେ ଚେତନାଟାକୁ ବୁଝିବାର ଅଛି। ଏବଂ ମୁଁ ଭାବୁନି ଯେ ବର୍ତ୍ତମାନର ଯୁବପିଢି କୌଣସି ପ୍ରକାର ସେ ଚେତନାରୁ ଦୂରେଇ ଯାଇଛନ୍ତି ବା ଦୂରେଇ ଯିବେ। ଆଜ୍ଞା ତାକୁ ଜାଜ ର ରୂପ ଦିଆଯାଇପାରେ, ତାକୁ ପପ୍ ର ରୂପ ଦିଆଯାଇପାରେ, ତାକୁ କ୍ଲାସିକାଲ ରୂପରେ ତାକୁ ଗାୟନ କରାଯାଇପାରେ, କିନ୍ତୁ ସେଇଟା ସମ୍ପୂର୍ଣ୍ଣ ଭାବରେ ସେଥିରେ କୌଣସି କିଛି ଅର୍ଥ ନାହିଁ। କିନ୍ତୁ ଏଇ ଯୋଉ ଦୁଇଟି ଶବ୍ଦ ଯାହା ଆପଣ ପ୍ରଥମରେ କହିଥିଲେ, ସେ ଦୁଇଟି ଶବ୍ଦର ଗୋଟେ ଅଭୂତପୂର୍ବ ଯାଦୁକରୀ ସ୍ପର୍ଶ ରହିଛି। ଆଜ୍ଞା ଆଉ ସେଇଟା ହଉଛି ଆମ ମାଟି ସହିତ ଆମର ମାନସିକ ସମ୍ପର୍କ। ଆଜ୍ଞା ସାର୍, ଆପଣ ଜନଗଣ ମନ ଆଉ ବନ୍ଦେ ମାତରମ୍ ଭିତରେ କଣ ପ୍ରଭେଦ ଦେଖନ୍ତି? କିଛି ପ୍ରଭେଦ ନାହିଁ। ପ୍ରଭେଦ ହଉଛି ଜନଗଣ ମନ ଗୋଟେ ଆନୁଷ୍ଠାନିକ ଜାତୀୟ ସଙ୍ଗୀତ। ଆଜ୍ଞା ସେ ଜନଗଣ ମନ ସ୍ୱାଧୀନତା ଆନ୍ଦୋଳନରେ ତାର ବ୍ୟବହାର ହେଇନଥିଲା। ସେଟା ପରବର୍ତ୍ତୀ ସମୟରେ ସେଟାକୁ ଆମେ ଜାତୀୟ ସଙ୍ଗୀତ ରୂପେ ଗ୍ରହଣ କଲେ ଏବଂ ବ୍ୟବହାର କଲେ ବିଭିନ୍ନ କାରଣରୁ। କିନ୍ତୁ ଯଦି ଗୋଟିଏ ସଙ୍ଗୀତ ଯାହା ସାରା ଭାରତ ବର୍ଷକୁ ଏକାଠି କରିଥିଲା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଭାରତର ସବୁ ଅଞ୍ଚଳର ଲୋକମାନଙ୍କୁ ଏକାଠି କରିଥିଲା, ମୁଁ ଏଠାରେ ଓଡିଶାର କଥା ମଧ୍ୟ କହିବି, କାରଣ ଉତ୍କଳ ଗୌରବ ମଧୁସୂଦନ ଦାସ ମଧ୍ୟ ତାଙ୍କର ଉତ୍କଳ ସମ୍ମିଳନୀ ବୈଠକରେ ବନ୍ଦେ ମାତରମର ଗାୟନ କରେଇଥିଲେ। ସେଇଟା ହଉଛି ବନ୍ଦେ ମାତରମ୍। ତେଣୁ ବନ୍ଦେ ମାତରମ୍ ହଉଛି ପ୍ରଥମ ଉଦ୍ବୋଧନୀ ସଙ୍ଗୀତ, ଯାହା ଆମ ଭିତରେ ଗୋଟେ ନୂଆ ଉଚ୍ଛ୍ୱାସ, ନୂଆ ଉନ୍ମାଦନା ଭରିଥିଲା। ଜନଗଣମନ ପରବର୍ତ୍ତୀ ସମୟରେ ଆନୁଷ୍ଠାନିକ ଜାତୀୟ ସଙ୍ଗୀତ ରୂପରେ ପରିଗଣିତ ହେଲା, ଯାହାକୁ ଆମେ ଆନୁଷ୍ଠାନିକ ସ୍ୱୀକୃତି ଦେଲେ। କିନ୍ତୁ ଜନଗଣମନ ତାର ନିଜସ୍ୱ ଗୁରୁତ୍ୱ ରହିଛି। ତା ସହିତ ଆଜି ବି ବନ୍ଦେ ମାତରମ୍ ଗାୟନ କଲା ବେଳେ ଆମ ଦେହ ଲୋମ ଟାଙ୍କୁରି ଉଠେ। ଆମକୁ ଲାଗେ ଯେ ପ୍ରକୃତରେ ଆମେ ଯେମିତି ଗୋଟେ ଆମ ନିଜ ମା ସହିତ ଯୋଡି ହେଇଯାଉଛୁ। ଆଗାମୀ 50 ବର୍ଷ ପରେ ଏହା କେମିତି ଆମ ଜାତୀୟ ସ୍ୱରୂପର ଅଂଶ ହୋଇ ରହିବ, ଆଉ ଆପଣ ଯେତେବେଳେ ଏ ସଙ୍ଗୀତ ଶୁଣନ୍ତି ଆପଣଙ୍କ ମନରେ କଣ ଭାବନା ଜାଗ୍ରତ ହୁଏ? ଆଗାମୀ 50 ନୁହଁ, ଆଗାମୀ 300 ବର୍ଷ 500 ବର୍ଷ ଧରି ବନ୍ଦେ ମାତରମ୍ ଆମ ଜାତୀୟ ଚେତନାର ଅଂଶ ହୋଇ ରହିବ, ସେଥିରେ କୌଣସି ସନ୍ଦେହ ନାହିଁ। ଏହା ଏକ କାଳ ଜୟୀ ସଙ୍ଗୀତ, ଯାହାକୁ ବଙ୍କିମ ଚନ୍ଦ୍ର ଲେଖିଥିଲେ। ବେଳେ ବେଳେ ଈଶ୍ୱର ନିଜେ ସଙ୍ଗୀତ ସୃଷ୍ଟି କରନ୍ତି। ମୁଁ ଭାବୁଛି ଈଶ୍ୱର ବଙ୍କିମ ଚନ୍ଦ୍ରଙ୍କ ମାଧ୍ୟମରେ ଭାରତକୁ ଏକାଠି କରିବା ପାଇଁ ଏ ସଙ୍ଗୀତ ସୃଷ୍ଟି କରିଥିଲେ। ଆଜ୍ଞା ଆଉ ଯେତେବେଳେ ଆଜି ବି ସିନେମାରେ ହଉ, ରେଡିଓରେ ହଉ କିମ୍ବା କୌଣସି ମଞ୍ଚରେ ହଉ ବନ୍ଦେ ମାତରମ୍ ଗୀତ ଆମେ ଶୁଣୁ, ନିଶ୍ଚିତ ଭାବରେ ଲୋମ ଟାଙ୍କୁରି ଉଠେ, ଆଖିରେ ଲୁହ ଆସେ ଏବଂ ଲାଗେ ଯେମିତି ସତେଅବା ଆମେ ସେଇଭଳି ଏକ ସମୟରେ ବଞ୍ଚୁଛୁ, ଯେତେବେଳେ ଆମକୁ ପରିଚୟ ପାଇଁ ଆମକୁ ନିଜକୁ ପୁଣି ଥରେ ନିଜକୁ ପ୍ରତିଷ୍ଠିତ କରିବାକୁ ପଡିବ। ସମଗ୍ର ବିଶ୍ୱ ଦରବାରରେ ଭାରତ ଯେ କେବଳ ଏକ ଭୂଗୋଳର ଖଣ୍ଡ ନୁହେଁ, ଭାରତ ଯେ କେବଳ ଇତିହାସର ଅଂଶ ନୁହେଁ, ଭାରତ ଏକ ମହାନ ଐତିହ୍ୟ, ଭାରତ ଯେ ଏକ ମହାନ ପରମ୍ପରାର ଅଂଶ ବିଶେଷ, ଭାରତ ଯେ ସମଗ୍ର ବିଶ୍ୱର ଗୋଟେ ମାର୍ଗଦର୍ଶନକାରୀ ରାଷ୍ଟ୍ର, ସେଇ ଗୋଟେ ଭିତରେ ସେ ଗର୍ବଟା ଆଜି ବି ଜାଗି ଉଠେ। ଆଜ୍ଞା ଭାରତର ସ୍ୱାଧୀନତା ଆନ୍ଦୋଳନ ସମୟରେ ବନ୍ଦେ ମାତରମ୍ ଏକ ଶକ୍ତିଶାଳୀ ପ୍ରତୀକ ଭାବରେ ଉଭା ହୋଇଥିଲା। ସାରା ଦେଶରେ ଦେଶାତ୍ମବୋଧକ ଉତ୍ସାହକୁ ପୁନର୍ଜୀବିତ କରିଥିଲା ଏବଂ ସମସ୍ତ ଅଞ୍ଚଳ, ଭାଷା ଓ ବିଶ୍ୱାସର ଲୋକଙ୍କୁ ଭକ୍ତି ଏବଂ ସାହସର ଏକ ସ୍ୱରରେ ବାନ୍ଧି ରଖିଥିଲା। ଏହି ସଙ୍ଗୀତ ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ସଭ୍ୟତାଗତ ନୈତିକତାର ଏକ ସ୍ଥାୟୀ ପ୍ରତୀକ ଭାବରେ ଛିଡ଼ା ହୋଇଛି। ଆଧ୍ୟାତ୍ମିକ ଏବଂ ଜାତୀୟ ତଥା ବ୍ୟକ୍ତି ଓ ସାମୂହିକ ମଧ୍ୟରେ ସୌହାର୍ଦ୍ଦ୍ୟକୁ ଏହି ସଙ୍ଗୀତ ପ୍ରତିଫଳିତ କରେ। ଏକ ସମୃଦ୍ଧ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ରାଷ୍ଟ୍ର ନିର୍ମାଣରେ ଦେଶପ୍ରେମ, ଶୃଙ୍ଖଳା ଏବଂ ଉତ୍ସର୍ଗୀକୃତ ଆଦର୍ଶକୁ ବଜାୟ ରଖିବା ପାଇଁ ବନ୍ଦେ ମାତରମ୍ର ପ୍ରତ୍ୟେକ ଅମର ଶବ୍ଦ ପ୍ରତିଟି ଭାରତୀୟଙ୍କୁ ପ୍ରେରଣା ଯୋଗାଇ ଆସୁଛି। ବନ୍ଦେ ମାତରମ୍ ଏକ ଗୀତ, ଏକ ଆବେଗ, ଏକ ଚେତନା। 150 ବର୍ଷ ପରେ ମଧ୍ୟ ଏହା ଆମ ମନରେ ସେହି ଦେଶପ୍ରେମ ଓ ଗର୍ବର ବହ୍ନିକୁ ଜଳାଇ ରଖିଛି। ଆଜି ଯେତେବେଳେ ଆମେ ଏହାର ଐତିହ୍ୟକୁ ମନେ ପକାଉଛୁ, ଆମେ ଏକ ସଂକଳ୍ପ ନେବା ଯେ ମାତୃଭୂମି ପ୍ରତି ଆଦର, ଭକ୍ତି ଓ ସେବାର ମନୋଭାବ ଆମ ମନରେ ସଦା ଜୀବନ୍ତ ରଖିବା। ଚାଲନ୍ତୁ ଆମେ ମାତୃଭୂମିକୁ ପୁନର୍ବାର ସ୍ମରଣ କରି କାର୍ଯ୍ୟକ୍ରମକୁ ଶେଷ କରିବା। ବନ୍ଦେ ମାତରମ୍। ସାର୍, ଆପଣଙ୍କ ସହିତ କଥା ହୋଇ ବହୁତ ଭଲ ଲାଗିଲା। ଧନ୍ୟବାଦ ସାର୍। ଧନ୍ୟବାଦ।